11ଟା ରାତି 11ଟା ତାକୁ ଆମେ ଲୋକେଟ୍ କରିଥିଲୁ। 11ଟା ଲୋକେଟ୍ କଲା ପରେ ତାକୁ ଆମେ ଘୋଡ଼ାଇବା ପାଇଁ ଚେଷ୍ଟା କରିଥିଲୁ ତାକୁ। ଆଉ ଘୋଡ଼ାଇଲା ସେ ତଳ ସାଇଡ଼୍କୁ ପଳେଇ ଆସିଥିଲା। 12ଟା ପାଖାପାଖି ସେ ଆମର ସେଇ ପଥରଗାଡ଼ିଆ ରୋଡ଼ ସେ କ୍ରସ୍ କରିକି ସେ ଗଣେଶ ବିହାର ସେ ସାଇଡ଼୍କୁ ସେ ଆସିଥିଲା। ଆଉ ତକ୍ଷଣତଃ ଆମେ ଦୁଇଟା ଗାଡ଼ି ତାକୁ ଏରେ ସାଇରନ୍ ଫାଇରନ୍ ବଜେଇକି ତାକୁ ଆମେ ତା ସଙ୍ଗେ ସଙ୍ଗେ ତାକୁ ଫଲୋ କରିଥିଲୁ। ଫଲୋ କଲା ପରେ ତାପରେ ପୁଣି ସେଇ 4ଟା ପାଖାପାଖିରେ ସେ ପୁଣି ରିଭର୍ସ ମାନେ ଚେଷ୍ଟା କରିଥିଲା ଶିଖରଚଣ୍ଡୀ ଆଡ଼କୁ ମୁହଁ କରିଥିଲା। ତାକୁ ପୁଣି ବ୍ୟାକ୍ ସାଇଡ଼୍ରୁ ଆମେ ତାକୁ ପୁଣି ଘୋଡ଼ିବାକୁ ଚେଷ୍ଟା କରିଥିଲୁ ଏବଂ ଭୋର 5ଟା ପାଖାପାଖିରେ ଆମର ଭରତପୁର ଜଙ୍ଗଲକୁ ସେ ଦୁଇଟି ଦନ୍ତାହାତୀ ସ୍ପଷ୍ଟ ଭାବେ ଯାଇଛି ବୋଲି ଆପଣ କେମିତି ମାନେ ଟାଇମ୍ରେ ଯେତେବେଳେ ଶିଖରଚଣ୍ଡୀ ହେଲା ସେ ଗୋଟେ ଡାଇରେକ୍ଟ ଆମେ ତାକୁ ସେ ସାଇଟିଂ କରିଥିଲୁ। ଆଉ ସେ ଯେତେବେଳେ ସେ ଗଣେଶ ବିହାର ପାଖରେ ବି ଆମେ 2ଟା ହାତୀକୁ ପାଇଥିଲୁ। ଯେଟା ଭିତରୁ ଜାଣିଛୁ ଏଠି ସ୍ପଷ୍ଟ ଭାବରେ ହେଇଯାଇଛି ଯେହେତୁ ଗଣେଶ ବିହାର ପାଖରେ ଆମେ ଡାଇରେକ୍ଟ ତାକୁ ଦେଖିଥିଲୁ। ତାର ପାଦ ଚିହ୍ନ ବି ଆମେ ଏଠୁ ପାଇଛୁ, ଏପଟେ ବି ପାଇଛୁ। ତାପରେ ଭାଙ୍ଗିକି ଯାଇଛି ତାର ଆମେ ଦେଖିଲୁ ଚିହ୍ନ ବି ପାଇଛୁ। ଶିଖରଚଣ୍ଡୀ ଖୋଲିବା ନେଇ ବର୍ତ୍ତମାନ କ'ଣ ଆମେ ବର୍ତ୍ତମାନ ଆମର ଏଇ ହାତୀ ମାନେ ଶିଖରଚଣ୍ଡୀରୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ପଳେଇ ଆସିଛି ବୋଲି ଆମେ ଆମର ହାୟର ଅଥରିଟିକୁ ଜଣେଇବୁ। ହାୟର ଅଥରିଟି ତାଙ୍କର ଯାହା ଡିସିସନ୍ ନେବେ ସେଇ ଅନୁସାରେ ଶିଖରଚଣ୍ଡୀ ଖୋଲିବ କି ନ ଖୋଲିବ ସେଇଟା ତାଙ୍କ ଉପରେ ଡିପେଣ୍ଡ କରେ। ଆଉ ନିଶ୍ଚିତ ରୂପେ ଚ୍ୟାଲେଞ୍ଜ ଥିଲା, କାହିଁକିନା ଆମକୁ ବି ମାନେ ପ୍ରେସର ବି ରହୁଥିଲା କି ଯେମିତି ହେଲେ ତାଙ୍କ ହାତୀ ଦୁଇଟିକୁ ଘୋଡ଼େଇକି ନେଇକି ଆସ। ଆମେ ବି ଚେଷ୍ଟା ଜାରି ରହିଥିଲା, ଯାହା ସଫଳ ହେଇଛି।